ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्रा। पंचम अध्याय। गीता ଉପରେ ବର୍ଣ୍ଣିତ ଅବ୍ୟକ୍ତ ଲୋକକୁ ବ୍ରହ୍ମ ନିର୍ବାଣ, ବ୍ରହ୍ମ ଭୁବନ, ବ୍ରହ୍ମଲୋକ, ପରମଧାମ ଅଥବା ବ୍ରହ୍ମଯୋନି ଆଦି ବିଭିନ୍ନ ନାମରେ ଉଲ୍ଲେଖ କରିଛି। ଲଭନ୍ତେ ବ୍ରହ୍ମ ନିର୍ବାଣଂ ଋଷୟଃ କ୍ଷୀଣ କର୍ମସଃ ଆବ୍ରହ୍ମ ଭୁବନଂ ଲୋକଃ ପୁନରାବର୍ତ୍ତିନୋ ଅର୍ଜୁନ। ପରମଧାମ ସବୁଠାରୁ ଉଚ୍ଚତମ ଲୋକ ଅଟେ। ଆମର ଏ ଭୂମଣ୍ଡଳ ସବୁଠାରୁ ନିମ୍ନତମ ଲୋକ ଅଟେ। ଏହାକୁ ମରଲୋକ ମଧ୍ୟ କୁହାଯାଏ, କାରଣ ଏଠାରେ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ତେଣୁ ଏହା ମର୍ତ୍ତ୍ୟଲୋକ ନାମରେ ମଧ୍ୟ କଥିତ ହୁଏ। ମୃତ୍ୟୁର ସମ୍ପର୍କ ଦେହ ସହିତ। ଦେହାଭିମାନୀ ଲୋକର ମୃତ୍ୟୁ ହିଁ ମୃତ୍ୟୁ ହୁଏ। ସ୍ୱର୍ଗଲୋକକୁ ଅମର ଲୋକ କୁହାଯାଏ, କାରଣ ଏଠାରେ ଜୀବାତ୍ମା ଶରୀରଧାରୀ ହେଲେ ମଧ୍ୟ ସର୍ବଦା ଜୀବନୁକ୍ତ ଅବସ୍ଥା ଅର୍ଥାତ୍ ସର୍ବଦା ଆତ୍ମିକ ସ୍ଥିତିରେ ଥାଏ। ଏଠାରେ ଜୀବାତ୍ମାର ଜୀବନ କାଳ ପୂରିଗଲେ ବସ୍ତ୍ର ପରିବର୍ତ୍ତନ କଲା ଭଳି ସ୍ୱଇଚ୍ଛାରେ ଅନ୍ୟ ଏକ ଶରୀରକୁ ଚାଲିଯାଏ। ତା ପାଇଁ ମୃତ୍ୟୁ ଏକ ଦୁଃଖଦାୟକ ଘଟଣା ନୁହେଁ। ଏହା କେବଳ ଜୀବାତ୍ମାର ଘଟ ପରିବର୍ତ୍ତନ ପ୍ରକ୍ରିୟା ମାତ୍ର। ପରମାତ୍ମାକୁ ଲାଭ କଲା ପରେ ଆତ୍ମା ଆଉଥରେ ଜନ୍ମ ନିଏ ନାହିଁ ବୋଲି କେତେକ କୁହନ୍ତି। ସେମାନଙ୍କ ଦୃଷ୍ଟିରେ ଏହା ହିଁ ମୁକ୍ତି, ମୋକ୍ଷ ବା ନିର୍ବାଣତ୍ୱ ଲାଭ। ଗୀତାର କେତୋଟି ଶ୍ଲୋକରେ ମଧ୍ୟ ଏହିଭଳି ଅର୍ଥ କରୁଥିବା କେତେକ ପଦାଂଶ ଦେଖିବାକୁ ମିଳେ, ଯଥା ମାମୁପେତ୍ୟ ତୁ କୌନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ ଯଂ ପ୍ରାପ୍ୟଂ ନ ନିବର୍ତ୍ତ୍ୟନ୍ତେ ତଧାମ ପରମଂ ମମଃ। ପୂର୍ବ ଆଲୋଚିତ ବିଷୟ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏହାର ଅର୍ଥ କରାଗଲେ ପ୍ରାସଙ୍ଗିକ ହେବ, କାରଣ ଗୀତାର ମୌଳିକ ସିଦ୍ଧାନ୍ତ ଅନୁସାରେ ଆତ୍ମାର ବିନାଶ ନାହିଁ। ସେ କେଉଁଠାରେ ବିଲୟ ହୁଏ ନାହିଁ। ଶରୀର ଧାରଣ କଲେ ସମ୍ପୂର୍ଣ୍ଣ କର୍ମରହିତ ହୋଇ ରହିପାରେ ନାହିଁ। କର୍ମ କଲେ ଫଳ ପ୍ରାପ୍ତି ନିଶ୍ଚିତ। ତେଣୁ ଫଳ ଭୋଗ ପାଇଁ ବାରମ୍ବାର ଜନ୍ମ ନେବାକୁ ହିଁ ପଡ଼ିବ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଆତ୍ମା ପରମାତ୍ମାକୁ ପାଏ କେତେବେଳେ? ଏହାର ଉତ୍ତରରେ ଗୀତା କହେ, ଧରାପୃଷ୍ଠରେ ଅତିଶୟ ଧର୍ମର ଗ୍ଲାନି ହେଲେ ପରମାତ୍ମାଙ୍କ ଅବତରଣ ହୁଏ ଓ ସେ ସାଧାରଣ ମାନବ ତନୁକୁ ଆଶ୍ରୟ କରି ନିଜର ପରିଚୟ ପ୍ରଦାନ କରନ୍ତି, ଅଧର୍ମର ବିନାଶ କରନ୍ତି ଓ ସତ୍ୟ ସନାତନ ଧର୍ମର ପୁନଃ ସ୍ଥାପନା କରନ୍ତି। ତଥାପି ସମସ୍ତେ ପରମାତ୍ମାକୁ ଜାଣିପାରନ୍ତି ନାହିଁ। ଯେଉଁମାନେ ତାଙ୍କୁ ଜାଣି ତାଙ୍କ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହୁଅନ୍ତି, ସେମାନେ ପରମପଦ ଅର୍ଥାତ୍ ଅମର ଲୋକ ବା ସ୍ୱର୍ଗଲୋକ ପାଆନ୍ତି। ଏମାନେ ଜୀବନୁକ୍ତ ହୋଇଥିବାର ସେମାନଙ୍କ ପାଇଁ ଜନ୍ମ ମୃତ୍ୟୁର କୌଣସି ଅର୍ଥ ନଥାଏ। ସେହିପରି ପରମଧାମକୁ ପରମ ଲକ୍ଷ୍ୟସ୍ଥଳ ବୋଲି ଅର୍ଥ କରାଯାଇପାରେ, କାରଣ ଏଠାରୁ ସମସ୍ତ ଆତ୍ମା ଆସି ଭୂପୃଷ୍ଠରେ ଜନ୍ମ ନିଅନ୍ତି ଏବଂ ମହାବିନାଶ ସମୟରେ ଏଠାକୁ ହିଁ ପ୍ରତ୍ୟାବର୍ତ୍ତନ କରନ୍ତି। କେତେକ ତତ୍ତ୍ୱଜ୍ଞାନୀ ବା ଭାଷ୍ୟକାର କୁହନ୍ତି ଯେ ଆତ୍ମା ଆମ ଶରୀରରେ ତଥା ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ଅଛି। ଗୀତା ଏଭଳି ମତ ପୋଷଣ କରୁଥିବା ଲୋକଙ୍କୁ ମୂଢ଼ ବୋଲି ଭର୍ତ୍ସନା କରିଛି। ଫୁଲର ସୁଗନ୍ଧି ବହନ କରି ବାୟୁ ବିଭିନ୍ନ ଲୋକଙ୍କ ପାଖରେ ପହଞ୍ଚାଏ। ସେହିପରି ଜୀବାତ୍ମା ପୂର୍ବ ଜନ୍ମର ସଂସ୍କାର ବହନ କରି ଗୋଟିଏ ଶରୀରରୁ ଆଉ ଗୋଟିଏ ଶରୀରରେ ପ୍ରବେଶ କରେ। ଶରୀରଂ ଯଦ୍ବାପ୍ନୋତି ଯଜାପ୍ୟୁତ୍କ୍ରାମତୀଶ୍ୱରଃ ଗୃହୀତେତ୍ୱାନି ସଂଯାତି ବାୟୁର୍ଗନ୍ଧାନି ବଂଶୟାତ୍। ପୁନଶ୍ଚ ଜୀବାତ୍ମା କିପରି ଶରୀର ତ୍ୟାଗ କରି ଅନ୍ୟ ଶରୀରକୁ ଗତି କରେ ଅଥବା ଶରୀରରେ ଅବସ୍ଥାନ କରୁଥିବା ଜୀବାତ୍ମା କିପରି ଭୂତ ପ୍ରକୃତିର ତ୍ରିଗୁଣାଧୀନ ହୋଇ ବିଷୟ ସମୂହକୁ ଉପଭୋଗ କରୁଛି, ଏ କଥା ମୂର୍ଖମାନେ ବୁଝିପାରନ୍ତି ନାହିଁ। କିନ୍ତୁ ଯେଉଁମାନେ ଜ୍ଞାନଚକ୍ଷୁ ଉନ୍ମିଳିତ ହୋଇଛି, ସେମାନେ ଏସବୁ ଭଲ ଭାବରେ ଜାଣିପାରନ୍ତି। ଉତ୍କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜାନଂ ବା ଗୁଣାନି ତ୍ୱଂ ବିମୂଢ଼ାଃ ନାନୁପଶ୍ୟନ୍ତି
ପଶ୍ୟନ୍ତି ଜ୍ଞାନଚକ୍ଷୁଷଃ। ତେଣୁ ବିଚାରଣେ ଯେ ଯଦି ଆତ୍ମା ସମସ୍ତ ଶରୀର ବା ସମସ୍ତ ବିଶ୍ୱର ବ୍ୟାପକ ହୋଇଥାନ୍ତା ତେବେ ଏହିପରି ଶରୀର ତ୍ୟାଗ କରିବା କଥା କୁହାଯାଇ ନଥାନ୍ତା। ଆତ୍ମା ଅବିଚ୍ଛିନ୍ନ ହୋଇଥିବା କାରଣରୁ ସଂକୁଚିତ ହେବା ମଧ୍ୟ ସମ୍ଭବ ନୁହେଁ। ଏଥିପାଇଁ ଆତ୍ମାକୁ ନିର୍ବିକାରୀ କୁହାଯାଇଛି। ବିକାର ଶବ୍ଦର ଅର୍ଥ ହେଉଛି ପରିବର୍ତ୍ତିତ ହେବା। ଏହି ଶବ୍ଦ ପ୍ରାୟତଃ ଦୁଃଖକାରକ ପରିବର୍ତ୍ତନ ପାଇଁ ବ୍ୟବହୃତ ହୁଏ। କେତେକ ବିକାର ପ୍ରକୃତିରେ ହୁଏ, ଆତ୍ମା ଅପରିବର୍ତ୍ତିତ ରହେ ଏବଂ ଏପରି କେତେକ ବିକାର ଆତ୍ମାରେ ହୁଏ, ପ୍ରକୃତି ପ୍ରଭାବିତ ହୁଏ ନାହିଁ। ଶାରୀରିକ କ୍ଷମତା ବୃଦ୍ଧି, ଜରାବସ୍ଥା, ସ୍ଥାଣୁତା ଏବଂ ବିନାଶଶୀଳତା ଶରୀରଜନ୍ୟ ବିକାର। ଏହି ଦୃଷ୍ଟିରେ ଦେଖାଗଲେ ଆତ୍ମା ନିର୍ବିକାରୀ। କାମ, କ୍ରୋଧ, ଲୋଭ, ମୋହ, ଆସକ୍ତି, ମମତ୍ୱବୋଧ ଇତ୍ୟାଦି ଆତ୍ମାର ବିକାର। ଏଥିରେ ପ୍ରକୃତି ପ୍ରଭାବିତ ହୁଏ ନାହିଁ। ଏହି ସବୁ ତଥ୍ୟରୁ ପ୍ରମାଣିତ ହୁଏ ଯେ ଆତ୍ମା ସୂକ୍ଷ୍ମାତି ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ସ୍ୱରୂପ। ସୁତରାଂ ଏହା ସର୍ବତ୍ର ବ୍ୟାପକ ହୋଇନପାରେ। କେତେକଙ୍କ ମତରେ ଆତ୍ମା ଓ ପରମାତ୍ମା ଏକ ଏବଂ ଅଭିନ୍ନ, ଅଥବା ଆତ୍ମା ପରମାତ୍ମାଙ୍କ ଅଂଶବିଶେଷ। ଗୀତାରେ ଏହିପରି ଭ୍ରମାତ୍ମକ ମତବାଦକୁ ଦୃଢ଼ ଭାବରେ ଖଣ୍ଡନ କରାଯାଇଛି। ଗୀତା ସ୍ୱୟଂ ପରମାତ୍ମାଙ୍କ ଦ୍ୱାରା କଥିତ ବୋଲି ସମସ୍ତେ ଗ୍ରହଣ କରନ୍ତି। ତେଣୁ ପରମାତ୍ମା ଗୀତାର ବକ୍ତା ହେଲେ ଶ୍ରୋତା ହେଉଛି ଜୀବାତ୍ମା ରୂପୀ ଅର୍ଜୁନ। ଏହି କଥାରୁ ଆତ୍ମା ପରମାତ୍ମା ଭିନ୍ନ ଭିନ୍ନ ସତ୍ତା ବୋଲି ସ୍ପଷ୍ଟ ହୋଇଯାଉଛି। ପରମାତ୍ମା ଧର୍ମ ସ୍ଥାପନ ପାଇଁ ଅବତରଣ କରନ୍ତି। ଆତ୍ମା ଧର୍ମର ପାଳନ ବା ଉଲ୍ଲଙ୍ଘନ କରେ। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ସଂସାରର ଦୁଇ ପ୍ରକାର ପୁରୁଷ ଅଛନ୍ତି, କ୍ଷର ଏବଂ ଅକ୍ଷର। ପରମାତ୍ମା ଅକ୍ଷର ପୁରୁଷ ମଧ୍ୟରେ ସମସ୍ତଙ୍କ ଠାରୁ ଉତ୍ତମ ଅଟନ୍ତି। ସେ ପରମ ପୁରୁଷ ଅଟନ୍ତି ଏବଂ ଶରୀରଧାରୀମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଦ୍ୱିମଂ ପୁରୁଷଂ ଲୋକେ କ୍ଷରଶ୍ଚାକ୍ଷର ଏବ ଚ ଉତ୍ତମଃ ପୁରୁଷସ୍ତନ୍ୟଃ ପରମାତ୍ମେତୁ ବାହୁତଃ। ପରମାତ୍ମାଙ୍କ ଠାରୁ ବଡ଼ କେହି ନାହିଁ। ଜୀବାତ୍ମା ସତ୍ତ୍ୱ ରଜ ତମର ଅଧୀନ। ସୂତାରେ ମଣି ଗୁନ୍ଥା ହେଲା ପରି ସମସ୍ତ ଜୀବାତ୍ମା ତାଙ୍କଠାରେ ଗ୍ରନ୍ଥି ହୋଇ ରହିଛନ୍ତି। ମତଃ ପରଂ ତରଂ ନାନ୍ୟତ୍ କିଞ୍ଚିଦସ୍ତି ଧନଞ୍ଜୟ। ମୟି ସର୍ବମିଦଂ ପ୍ଳୋତଂ ସୂତ୍ରେ ମଣିଗଣା ଇବ। ଭୂତ ପ୍ରକୃତିରୁ ଜାତ ସତ୍ତ୍ୱ, ରଜ ଓ ତମ ଏହି ତିନି ଗୁଣ ଅବିନାଶୀ ଜୀବାତ୍ମାକୁ ଶରୀରରେ ବାନ୍ଧି ରଖନ୍ତି। ସତଂ ରଜସ୍ତମଂ ଇତି ଗୁଣାଃ ପ୍ରକୃତି ସମ୍ଭବାଃ ନିବଧ୍ନନ୍ତି ମହାବାହୋ ଦେହେ ଦେହିନାମବ୍ୟୟମ୍। କିନ୍ତୁ ଭକ୍ତିପୂତ ପ୍ରାଣରେ ନିରନ୍ତର ଯିଏ ପରମାତ୍ମାକୁ ସ୍ମରଣ କରୁଥାଏ, ସେ ଏହି ତ୍ରିଗୁଣ ରଜ୍ଜୁରୁ ମୁକ୍ତ ହୋଇ ତାଙ୍କ ସହିତ ସମଭାବାପନ୍ନ ହେବା ପାଇଁ ଯୋଗ୍ୟ ହୁଏ। ମାଂ ଚ ଯୋ ଅଭିଚାରେଣ ଭକ୍ତି ଯୋଗେନ ସେବତେ ସଗୁଣାନ୍ ସମତୀତାନି ବ୍ରହ୍ମ ଭୂୟାୟ କଳ୍ପତେ। ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା ମାମେବ ଯେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତି ତେ। ଗୀତାର ପ୍ରତି ପଦରେ ଏପରି ଶବ୍ଦ, ଶ୍ଲୋକାଂଶ ଏବଂ ଶ୍ଲୋକ ଦେଖିବାକୁ ମିଳେ ଯେଉଁଥିରେ ଏହି ବିଷୟ ଉପରେ କୌଣସି ସନ୍ଦେହର ଅବକାଶ ରହେ ନାହିଁ ଯେ ଆତ୍ମା ଏବଂ ପରମାତ୍ମା ଉଭୟ ପୃଥକ୍ ସତ୍ତା ଅଟନ୍ତି। ଆତ୍ମା ପୁତ୍ର ଓ ପରମାତ୍ମା ପିତା ଅଟନ୍ତି। ସର୍ବଯୋନିଷୁ କୌନ୍ତେୟ ମୂର୍ତ୍ତୟଃ ସମ୍ଭବତି ଯାଃ ତାସାଂ ବ୍ରହ୍ମ ମହତଯୋନିରହଂ ବୀଜପ୍ରଦଃ ପିତା। କ୍ରମଶଃ ଓମ୍ ଶାନ୍ତି।